କାହିଁକି ହୋଇଥିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା? ଆସିଲା ଚାଞ୍ଚଲ୍ୟକର ରିପୋର୍ଟ। ଆସନ୍ତୁ ଦେଖିବା ଏହି ଭିଡ଼ିଓରେ। ଭିଡ଼ିଓଟି ଦେଖିବା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ନମସ୍କାର ଦର୍ଶକ ବନ୍ଧୁ, ମୁଁ ବିଚିତ୍ର ଆପଣଙ୍କୁ ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମକୁ। ଜୁନ୍ 12 ତାରିଖରେ ଏୟାର ଇଣ୍ଡିଆ ବୋଇଂ 787 ବିମାନ ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଅନେକ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ରିପୋର୍ଟରେ କୁହାଯାଇଛି ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା, ଏହା ପରେ ସ୍ୱାଭାବିକ ଭାବେ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତାପରେ ଉଭୟ ଇଞ୍ଜିନ୍ କଟ୍ ଅଫ୍ ସୁଇଚ୍ ରନ୍ରୁ କଟ୍ ଅଫ୍କୁ ଚାଲିଯାଇଥିଲା। ଏହାର ଅର୍ଥ ହେଉଛି ଇଞ୍ଜିନ୍ ଇନ୍ଧନ ପାଇବାର ବନ୍ଦ ହୋଇଯାଇଥିଲା, ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟରେ ଆହୁରି କୁହାଯାଇଛି ଉଡ଼ାଣର ଦୁଇ ପାଇଲଟ ସୁମିତ ସବରୱାଲ ଏବଂ ସହ ପାଇଲଟ କ୍ଲାଇଭ୍ କୁନ୍ଦରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି। ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ। କକ୍ପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ପ୍ରକାଶ କରିଛି, ତେଣୁ କୌଣସି ପାଇଲଟ ଜାଣିଶୁଣି ଇଞ୍ଜିନ୍ ବନ୍ଦ କରି ନଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇପାରେ, ତଥାପି ମାନବ ତ୍ରୁଟିର ସମ୍ଭାବନା ମଧ୍ୟ ରହିଛି। ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି। ବର୍ତ୍ତମାନ ଉଭୟ ଇଞ୍ଜିନ୍ କିପରି ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଗଲା ତାହା ନିର୍ଣ୍ଣୟ କରାଯାଉଛି। ଇଞ୍ଜିନ୍ ବନ୍ଦ ହେବା ପରେ ରାମ୍ ଏୟାର ଟର୍ବାଇନ୍ ବା ର୍ୟାଟ୍ ବାହାରି ଆସିଥିଲା, ଯାହା ସୂଚାଇ ଦିଏ ଯେ ବିମାନକୁ ଜରୁରୀକାଳୀନ ଶକ୍ତି ଆବଶ୍ୟକ ଥିଲା। ଇଞ୍ଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ବହୁତ ବିଳମ୍ବ ହୋଇଯାଇଥିଲା। ବିମାନଟି ଉଚ୍ଚତା ବୃଦ୍ଧି କରିପାରିଲା ନାହିଁ ଏବଂ ବିମାନ ବନ୍ଦରର କାନ୍ଥ ପାର ହେବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦର୍ଶକ ବନ୍ଧୁ, ଆପଣଙ୍କ ମତ ଦିଅନ୍ତୁ କମେଣ୍ଟରେ। ଆଉ ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।